ଶେଷ ଯାଏ ମୁଁ ଆଶା କରିବି କେହି ଜଣେ এই শাস্ত্রাংশ পাঠ করে মতে সাহায্য করিবে। লোকলিখিত সুসমাচার 18 পর্ব 9 পদରୁ 14 পদର ଶେଷ ଯାଏ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆପଣ ଆପଣଙ୍କୁ ଧାର୍ମିକ ଜ୍ଞାନ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ ଜ୍ଞାନ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ। 2 ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ, ଜଣେ ଫାରୁସୀ ଓ ଅନ୍ୟ ଜଣକ କରଗ୍ରାହୀ। ଫାରୁସୀ ଦଣ୍ଡାୟମାନ ହେଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲା, ହେ ଈଶ୍ୱର, ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ। ମୁଁ ସପ୍ତାହରେ 2 ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆୟର 10ମାଂଶ ଦାନ କରିଥାଏ। କିନ୍ତୁ କରଗ୍ରାହୀ ଦୂରରେ ଠିଆଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱ ଦୃଷ୍ଟି କରିବାକୁ ସୁଦ୍ଧା ସାହସ କଲା ନାହିଁ, କିନ୍ତୁ ଆପଣା ଛାତିରେ ମାରି ହେଇ କହିବାକୁ ଲାଗିଲା, ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟା କର। এই ପଠିତ ବାକ୍ୟ ପଠନ ଶ୍ରବଣ ଉପରେ ସଦାପ୍ରଭୁ ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପଠିତ ଶାସ୍ତ୍ରାଂଶ ଏକ ଦୃଷ୍ଟାନ୍ତ ଉପରେ ଆଧାରିତ। ଫାରୁସୀ ଓ କରଗ୍ରାହୀଙ୍କ ପ୍ରାର୍ଥନା ବିଷୟରେ ପ୍ରଭୁ ଯୀଶୁ ଦୃଷ୍ଟାନ୍ତ ଦେଉଥିବା ବିଷୟ ଆମେ ଏହି ସ୍ଥାନରେ ଦେଖୁଛୁ। ପ୍ରଭୁ ଯୀଶୁ ଜଣେ ସର୍ବଶ୍ରେଷ୍ଠ ଗାଳ୍ପିକ ଅଟନ୍ତି। ସେ ଜଣେ ଅଦ୍ୱିତୀୟ ଅପ୍ରତିଦ୍ୱନ୍ଦ୍ୱୀ ଗାଳ୍ପିକ ଅଟନ୍ତି। ସାଧାରଣ ସରଳ ଭାବରେ ମାନବୀୟ ଭାଷାରେ ସେ ସ୍ୱର୍ଗୀୟ ନିଗୂଢ଼ ବିଷୟକୁ ପ୍ରକାଶ କରନ୍ତି। ତାଙ୍କ ବିଷୟରେ ପୂର୍ବରୁ ମଧ୍ୟ ଭାବବାଣୀ ହେଇଥିଲା ଯେ ପ୍ରଭୁ ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ସ୍ୱର୍ଗୀୟ ନିଗୂଢ଼ ତତ୍ତ୍ୱ ସେ ପ୍ରକାଶ କରିବେ। ମୋ ସହିତ ଆପଣମାନେ ଖୋଲନ୍ତୁ ଗୀତ ସଂହିତା 78 ପର୍ବ 2 ପଦରେ ଯେଉଁ ସ୍ଥାନ ଲେଖା ଅଛି, ମୁଁ ଦୃଷ୍ଟାନ୍ତ କଥାରେ ଭବିଷ୍ୟତ ବାଣୀ ଓ ଗୂଢ଼ କଥାକୁ ମୁଁ ପ୍ରକାଶ କରିବି ବୋଲି ଗୀତ ସଂହିତା 78 ପର୍ବ 2 ପଦରେ ଲେଖା ଅଛି। ମୋର ପ୍ରିୟମାନେ, କେତେ ସୁନ୍ଦର ସରଳ ପ୍ରାଞ୍ଜଳ ଭାବରେ ସେ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଅଦୃଶ୍ୟ ସ୍ୱର୍ଗୀୟ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବେ ପ୍ରାଞ୍ଜଳ ଭାବେ ଲୋକମାନଙ୍କୁ ସ୍ୱର୍ଗର କଥା ବୁଝେଇ ପାରୁଥିଲେ। ଏହି ଦୃଷ୍ଟାନ୍ତରେ ସେ କେବଳ ଦୃଷ୍ଟାନ୍ତ ଦେଇନାହାନ୍ତି, ମାତ୍ର ସେ ଦୃଷ୍ଟାନ୍ତର ଫଳାଫଳ ମଧ୍ୟ ଘୋଷଣା କରିଛନ୍ତି। ଯଦି ଆପଣ 9 ପଦ ଦେଖିବେ, ସେହି ସ୍ଥାନରେ ଲେଖା ଅଛି, ଆପଣ ଆପଣାକୁ ଧାର୍ମିକ ଜ୍ଞାନ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେହି ଦୃଷ୍ଟାନ୍ତ ମଧ୍ୟ କହିଲେ। ତାର ଅର୍ଥ, ଜଣେ ସାଧାରଣ ଶିକ୍ଷକ ପରୀକ୍ଷା ଖାତା ମୂଲ୍ୟାଙ୍କନ କଲା ପରେ ସେ କଣ କରିଥାନ୍ତି? ସେ ଫଳାଫଳକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମମାନଙ୍କର ଜଣେ ପରମ ଗୁରୁ ଅଛନ୍ତି, ଯେ ଦୂରରୁ ଆମକୁ ଜାଣନ୍ତି। ସେ ଆମମାନଙ୍କ ହୃଦୟକୁ ତୋଲନ୍ତି। ସେ ଆମମାନଙ୍କର ମନୋଭାବକୁ ଜାଣନ୍ତି। ସେ ଆମମାନଙ୍କର ବିଚାର, ସେ ଆମମାନଙ୍କର ରୁଚି ସବୁ ବିଷୟରେ ସେ ଅବଗତ ଅଟନ୍ତି। ଏହି ସ୍ଥାନରେ ଆପଣମାନେ ଦେଖିବେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ଫାରୁସୀକୁ ବା ଗର୍ବୀକୁ ଦୂରରୁ ଚିହ୍ନନ୍ତି ବୋଲି ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି। ଗୀତ ସଂହିତା 38 ପର୍ବ 6 ପଦରେ ଦ୍ୱିତୀୟ ଅଂଶରେ ଲେଖାଯାଏ, ମାତ୍ର ସେ ଗର୍ବୀ କି ଦୂରରୁ ଚିହ୍ନନ୍ତି। ସେହି ପ୍ରକାର ଭାବରେ ଜିରିମିୟ 9 ପର୍ବ 23 ପଦରେ ଲେଖା ଅଛି, ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ, ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନବାନ ଆପଣା ଧନରେ ଦର୍ପ ନ କରୁ। ଜ୍ଞାନ ଉପରେ, ବଳ ଉପରେ, ଧନ ଉପରେ ଯେଉଁମାନେ ଦର୍ପ କରନ୍ତି ସେମାନଙ୍କୁ ଗର୍ବୀ ବୋଲି କୁହାଯାଏ। ତେବେ ଏଇ ଯୋଉ ଫାରୁସୀ ଜଣକ, ସେ ନିଜର ଜ୍ଞାନ, ନିଜର ବଳ, ନିଜର ଧନ ଉପରେ ସେ ଆତ୍ମନିର୍ଭରଶୀଳ ଥିଲେ। ଠିକ ସେଇ ପ୍ରକାର ଏଫେସୀ 2 ପର୍ବ ତାର 9 ପଦରେ ମଧ୍ୟ କୁହାଯାଏ, ଦ୍ୱିତୀୟ ଅଂଶରେ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ଏହି ସ୍ଥାନରେ ସେ ଫାରୁସୀ ଜଣକ ନିଜର କ୍ରିୟାକର୍ମ ଉପରେ, ନିଜର ଉଦ୍ୟମ ଉପରେ, ନିଜର କାର୍ଯ୍ୟ ଉପରେ ସେ
ନିର୍ଭର କରୁଛନ୍ତି, କିନ୍ତୁ ଯେଉଁମାନେ କ୍ରିୟାକର୍ମ ଉପରେ ନିର୍ଭର କରନ୍ତି ସେମାନଙ୍କୁ ଗର୍ବୀ ବୋଲି କୁହାଯାଏ। ମୋର ପ୍ରିୟମାନେ, ଆମମାନଙ୍କର ପରମ ଗୁରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଦୃଷ୍ଟାନ୍ତ ପୂର୍ବରୁ, ପ୍ରାର୍ଥନା କରିବା ପୂର୍ବରୁ ସେ ଫାରସୀ ମାନଙ୍କ ବିଷୟରେ ସେ ଫଳାଫଳ ଘୋଷଣା କରିଦେଲେ। କେତେ ଏକ ମହାନ ସେ ଶିକ୍ଷକ ନୁହନ୍ତି, ଯିଏକି ଯାହାଙ୍କୁ ସର୍ବଭୌମ ପରମେଶ୍ୱର କୁହାଯାଏ, ସର୍ବଜ୍ଞ, ସର୍ବଶକ୍ତିମାନ, ସର୍ବତ୍ର ବିଦ୍ୟମାନ ପରମେଶ୍ୱର ସେ ଅଟନ୍ତି। ଗର୍ବୀକୁ ସେ ଦୂରରୁ ଚିହ୍ନନ୍ତି। ଆମମାନେ ପାଖକୁ ଆସିଲେ ସେମାନଙ୍କର ବକ୍ତବ୍ୟ ଶୁଣିଲା ପରେ, ସେମାନଙ୍କର କାର୍ଯ୍ୟ ଦେଖିଲା ପରେ ହିଁ ଆମମାନେ ଜଣଙ୍କୁ ଜାଣିପାରିଥାଉ, କିନ୍ତୁ ଆମମାନଙ୍କର ପରମେଶ୍ୱର ସେ ଦୂରରୁ ଜାଣନ୍ତି। ଏହି ଦୃଷ୍ଟାନ୍ତ ବାସ୍ତବରେ 10 ପଦରୁ ଆରମ୍ଭ ହୁଏ। ସେ ସ୍ଥାନରେ ଆମେ ଦେଖୁଛୁ ଯେ 2 ଜଣ ପ୍ରାର୍ଥନା କରିବା ପାଇଁ ମନ୍ଦିରକୁ ଗଲେ। ପ୍ରାର୍ଥନା କରିବା, ମନ୍ଦିରକୁ ଯିବା ଗୋଟିଏ ଶ୍ରେୟସ୍କର ବିଷୟ, କିନ୍ତୁ କଣ ପ୍ରାର୍ଥନା କରୁଛୁ, କିପରି ପ୍ରାର୍ଥନା କରୁଛୁ, କୋଉ ଉଦ୍ଦେଶ୍ୟରେ ମନ୍ଦିରକୁ ଯାଉଛୁ, ତାହା ସମୀକ୍ଷା କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଏହି ସ୍ଥାନରେ ଜଣେ ଫାରୁସୀଙ୍କ ବିଷୟରେ ଲେଖା ଅଛି। ଫାରୁସୀ କୋଉମାନେ? ନା, ଯୋଉମାନେ କି ଧର୍ମୀୟ ସଂସ୍କାର ଆଣିବା ନିମନ୍ତେ ପ୍ରଚେଷ୍ଟା କରିଥିଲେ। ଯିହୁଦୀ ସମାଜରେ ସେମାନଙ୍କର ସ୍ଥାନ ଉଚ୍ଚ କୋଟିର ଥିଲା। ଆସ୍ତେ ଆସ୍ତେ ସେମାନେ ଏହି ଧର୍ମ ସଂସ୍କାର ଆଣିବା ପରିବର୍ତ୍ତେ ମାନବ ବିଧି, ତଥାକଥିତ ମନୁଷ୍ୟର ଚିନ୍ତାଧାରା ଲୋକମାନଙ୍କ ଉପରେ ଲଦିଦେଲେ, ଯାହା ଫଳରେ କି ସେମାନେ ସଂସ୍କାର ଆଣିବା ପରିବର୍ତ୍ତେ ଆବର୍ଜନା ଧର୍ମୀୟ ପରିସର ମଧ୍ୟକୁ ଆଣିଲେ ଏବଂ ଯୋଉଥିପାଇଁ ସେମାନେ ଉଦ୍ଦିଷ୍ଟ ଥିଲେ ତାର ବିପରୀତରେ ସେମାନେ କାମ କଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ଫାରୁସୀ ମାନେ ଧର୍ମୀୟ ଠିକାଦାର ସାଜିଲେ। ମାର୍କ 7 ପର୍ବ 7ରୁ 9 ପଦରେ କୁହାଯାଏ ସେମାନଙ୍କ ବିଷୟରେ ଯେ ସେମାନେ ମନୁଷ୍ୟମାନଙ୍କ ରୀତିନୀତି ବିଧି କୁ ସେମାନେ ଈଶ୍ୱରୀୟ ବାଣୀ ବୋଲି ସେମାନେ ପ୍ରଚାର କଲେ ଏବଂ ଈଶ୍ୱରଙ୍କ ଆଜ୍ଞାକୁ ଅବଜ୍ଞା କରି ସେମାନେ ତଥାକଥିତ ପରମ୍ପରାକୁ ଲୋକମାନଙ୍କ ଉପରେ ଲଦିଦେଲେ, ଯାହା ଫଳରେ ଯୋଉଥିପାଇଁ ସେମାନେ ଉଦ୍ଦିଷ୍ଟ ଥିଲେ, ଧର୍ମୀୟ ସଂସ୍କାର ଆଣିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା, କିନ୍ତୁ ସେମାନେ ତାହା କରିବା ପରିବର୍ତ୍ତେ ଧର୍ମୀୟ କାର୍ଯ୍ୟରେ ମାନବୀୟ ବିଧିକୁ ଉଚ୍ଚରେ ସ୍ଥାପନ କଲେ। ମୋର ପ୍ରିୟମାନେ, ଏହି ଫାରୁସୀ ମାନଙ୍କ ବିଷୟରେ ଯଦି ଆମେ ଅଧିକ ଜାଣିବାକୁ ଇଚ୍ଛା କରୁ, ତେବେ ଆସନ୍ତୁ ମାଥ୍ୟୁ 23 ପର୍ବକୁ ଯିବା ଆଉ ସେହି ସ୍ଥାନରେ ଦେଖିବା ଯେ ଏହି ଫାରୁସୀ ମାନଙ୍କର ଜୀବନ ଶୈଳୀ କିପରି ବିସ୍ତୃତ ଥିଲା। ମାଥ୍ୟୁ 23 ପର୍ବ 1 ପଦରେ ସେ ଲୋକ ସମୂହକୁ ଓ ଶିଷ୍ୟ ମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। ଶିକ୍ଷାର ପ୍ରସଙ୍ଗ କଣ ଥିଲା? ନା, ଶାସ୍ତ୍ରୀ ଓ ଫାରୁସୀ ମାନଙ୍କ ପରି ତୁମେ ଜୀବନ ଯାପନ କର ନାହିଁ। 2 ପଦରେ ଦେଖିବେ, ସେଇ 23 ପର୍ବ 2 ପଦରେ ସେମାନେ ମାନେ ଫାରୁସୀ ମାନେ ମୋଶାଙ୍କ ଆସନରେ ବସିଥିବାର ଆମେ ଦେଖୁଛୁ। ମୋଶାଙ୍କ ଆସନ କହିଲେ ଏକ ଶିହରଣ ସୃଷ୍ଟି କରୁଥିବା ଏକ ଚରିତ୍ରକୁ ବୁଝାଏ। ସେବା, ତ୍ୟାଗ ଏବଂ ଧୈର୍ଯ୍ୟର ଏକ ଅସୀମ ଅବଦାନ ଆମେ ମୋଶାଙ୍କ ଜୀବନରେ ଦେଖୁଛୁ। କିନ୍ତୁ ତାର ବିପରୀତରେ ଏହି ଫାରୁସୀ ମାନେ ଲୋକଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବା, ଶୋଷଣ କରିବା, ଲୋକମାନଙ୍କୁ ମିଥ୍ୟା ପରାମର୍ଶ ଦେବା, ସେଥିରେ ସେମାନେ ସୀମିତ ଥିଲେ। 3 ପଦରେ ଦେଖିବା ଯେ ସେଇ 23 ପର୍ବ 3 ପଦରେ କୁହାଯାଏ ସେମାନେ କୁହନ୍ତି କିନ୍ତୁ କରନ୍ତି ନାହିଁ। ସେମାନଙ୍କର ଜୀବନ ଚର୍ଚ୍ଚା କି ପ୍ରକାର ଖ୍ରୀଷ୍ଟ ବିରୋଧୀ ଥିଲା, କାରଣ ସେମାନେ କେବଳ କୁହନ୍ତି ଆଉ କରନ୍ତି ନାହିଁ। 4 ପଦ ଆପଣ ମାଥ୍ୟୁ 23 ପର୍ବ 4 ପଦରେ ଦେଖିବେ, ଅନାବଶ୍ୟକ ବିଷୟ ଲୋକଙ୍କ ଉପରେ ଲଦି ଦିଆଯାଉଥିଲା, ଯୋଉଥିରେ କୌଣସି ଅର୍ଥପୂର୍ଣ୍ଣ ନଥିଲା। ଲୋକମାନଙ୍କୁ ତଳେ ପରେ ଭାର ବହନ କରିବା ପାଇଁ ସେମାନଙ୍କୁ କୁହାଯାଉଥିଲା। 5 ପଦରେ ଦେଖିବେ, ଏହି ଲୋକମାନେ ଲୋକ ଦେଖାଣିଆ ଜୀବନ ଶୈଳୀ ସେମାନଙ୍କର ଥିଲା। ବାସ୍ତବ ଠାରୁ ସେମାନଙ୍କର ଜୀବନ ବହୁତ ଦୂରରେ ଥିଲା। 25 ପଦରେ 23 ପର୍ବ 25 ପଦରେ ଲେଖାଯାଏ, ଗିନା ଓ ଥାଳିର ବାହାରେ ପରିଷ୍କାର କର
ସାଂଘାତିକ ଦୋଷାରୋପ, ଯୋଉଠି ସେ କହୁଛନ୍ତି ହାୟ ଦଣ୍ଡର ପାତ୍ର ବୋଲିକି। ପ୍ରାୟ 8 ଥର ସେଇ 23 ପର୍ବର ଶେଷ ଅଂଶ ଆଡ଼କୁ ଆପଣ ଦେଖିବେ ଯେ 8 ଥର ସେ ସେମାନଙ୍କୁ ହାୟ ଦଣ୍ଡର ପାତ୍ର ବୋଲି ଦୋଷାରୋପ କରୁଛନ୍ତି। କିନ୍ତୁ ପରୋକ୍ଷରେ ଯଦି ଆପଣ ଦେଖିବେ ଜଣେ କରଗ୍ରାହୀ ହଉ ବା ଜଣେ ପାପୀ ହଉ କି ବ୍ୟଭିଚାରିଣୀ ହଉ, କେବେ ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କ ପ୍ରତି ଏହି ଉକ୍ତିକୁ ଘୋଷଣା କରିନାହାନ୍ତି। କାରଣ କଣ ନା ସେ ଜାଣୁଛନ୍ତି ଏହି ଫାରିସୀ ଓ ଶାସ୍ତ୍ରୀ ମାନେ ସେମାନେ ମନ ପରିବର୍ତ୍ତନ କରିବାରେ ସେମାନେ ପଛୁଆ ଅଛନ୍ତି ଆଉ ସେମାନେ ଚାହାନ୍ତି ନାହିଁ। ତେଣୁ ଲୁକ 15 ପର୍ବ 7 ପଦରେ ଏହି ଫାରିସୀ ମାନଙ୍କୁ ଆକ୍ଷେପ କରି ସେ କହିଲେ, ଯେଉଁମାନଙ୍କର ମନ ପରିବର୍ତ୍ତନର ପ୍ରୟୋଜନ ନାହିଁ, ଏପରି ଅନେଶତ ଧାର୍ମିକ ଲୋକଙ୍କ ଅପେକ୍ଷା ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହବ। ମୋର ପ୍ରିୟମାନେ, ଯେଉଁମାନେ ମନ ପରିବର୍ତ୍ତନ କରିବାକୁ ଚାହାନ୍ତି ନାହିଁ, ପ୍ରଭୁଙ୍କୁ ଗ୍ରହଣ କରିବାକୁ ଚାହାନ୍ତି ନାହିଁ, ସେ ସେମାନଙ୍କୁ ଆଗରୁ ଜାଣିଛନ୍ତି। ତେଣୁ ସେମାନଙ୍କ ବିଷୟରେ ସେ ଏପରି ଉକ୍ତି ପ୍ରକାଶ କରନ୍ତି। ସବୁ ଫାରିସୀମାନେ ଯେ ଖରାପ ଏହା ମୁଁ କହିବାକୁ ଚାହେଁ ନାହିଁ। କାଁ ଭା ଫାରିସୀମାନେ ନିଶ୍ଚୟ ପ୍ରଭୁଙ୍କୁ ଗ୍ରହଣ କରିଛନ୍ତି, ପ୍ରଭୁଙ୍କ ନିମନ୍ତେ ବଞ୍ଚିଛନ୍ତି, ପ୍ରଭୁଙ୍କର ସାକ୍ଷ୍ୟର କାରଣ ହେଇଛନ୍ତି। ଉଦାହରଣ ସ୍ୱରୂପ ନିକୋଦିମଙ୍କ କଥା ଆପଣମାନେ ଦେଖନ୍ତୁ, ସେ ଜଣେ ଫାରିସୀ ଥିଲେ। ସେହିପରି ସାଧୁ ପାଉଲ ମଧ୍ୟ ଜଣେ ଫାରିସୀ ଥିଲେ। ତେଣୁକରି ସମସ୍ତଙ୍କୁ ଆମମାନେ ଏକାଧାରରେ ଏହି ଦୋଷରେ ଦୋଷୀକୃତ କରିପାରିବା ନାହିଁ। ତେବେ ସେ ଯାହା ବି ହଉ, ସର୍ବସାଧାରଣ ଭାବରେ ଏହି ଯୋଉ ଫାରିସୀ ମାନଙ୍କର ଜୀବନଶୈଳୀ ସେ ପ୍ରକାର ଏକ ମନୁଷ୍ୟକୃତ ଆଚାର ବ୍ୟବହାର ଉପରେ ପ୍ରତିଷ୍ଠିତ ଥିଲା। ତେବେ ଆମମାନେ ଏହି 2 ଜଣଙ୍କୁ ଦେଖୁଛୁ ଯେ ସେମାନେ ପ୍ରାର୍ଥନା କରିବା ପାଇଁ ମନ୍ଦିରକୁ ଯାଉଛନ୍ତି। ମନ୍ଦିରକୁ ଯିବା, ପ୍ରଭୁଙ୍କ ନାମ ଧରିବା, ପ୍ରଭୁଙ୍କ ନିମନ୍ତେ ପ୍ରାର୍ଥନା କରିବା, ଏଇଟା ଗୋଟେ ପ୍ରହସନରେ ପରିଣତ ହେଉଛି କେତେକଙ୍କ ପାଇଁ। ଅନେକ ଏହାକୁ ଗୋଟିଏ ବାହାନା ଭାବରେ, ଛଳନା ଭାବରେ, ଏକ ଲାଭର ଉପାୟ ଭାବରେ ଏହି ଧର୍ମ କର୍ମ କରନ୍ତି। ମଣ୍ଡଳୀ ଭିତରେ ହଉ, ମଣ୍ଡଳୀ ବାହାରେ ହଉ, ଆଜି ମନ୍ଦିର ବିଷୟରେ କେତେ ସବୁ ବିଭ୍ରାଟ ଦେଖାଯାଉଛି, ସେବା କାର୍ଯ୍ୟ ବିଷୟରେ କେତେ ବିଭ୍ରାଟ ଦେଖାଯାଉଛି। ପ୍ରଭୁଙ୍କ ନିକଟକୁ ପ୍ରାର୍ଥନା କରିବାକୁ ଆସି କେତେ ଛଳନାର ଆବରଣ ଆମମାନେ ପିନ୍ଧିଥାଉ। ତେବେ ଏହି 2 ଜଣଙ୍କୁ ଆମମାନେ ସମୀକ୍ଷା କରି ଦେଖିବା ଯେ ଏମାନଙ୍କର ପ୍ରାର୍ଥନା କି ପ୍ରକାର ଥିଲା। ଫାରିସୀଙ୍କ ପ୍ରାର୍ଥନା ଯଦି ଆମମାନେ ସମୀକ୍ଷା କରିବା, ଆମମାନେ ଜାଣିବା ଯେ ତାଙ୍କର ପ୍ରାର୍ଥନା ଦାମ୍ଭିକତାର ପ୍ରାର୍ଥନା ଥିଲା। ନିଜ ଉପରେ ସେ ନିର୍ଭରଶୀଳ ଥିଲେ, ନିଜର ଧର୍ମ କର୍ମ ଉପରେ ନିର୍ଭରଶୀଳ ଥିଲେ। ଆମମାନେ ଯେଉଁ ବିଶ୍ୱାସ ମତ ବିଷୟରେ ଶୁଣୁଛୁ ବାହାରେ, ସେମାନେ ନିଜ ଉପରେ ନିର୍ଭର କରିବ, ନିଜ ଉତ୍ତମ କାମ କଲେ ସେମାନେ କଣ ପାଇବେ? ପରିତ୍ରାଣ ପାଇବେ, ନିଜେ ସାଧନ କରିବେ। କିନ୍ତୁ ବାଇବେଲ ତାର ବିପରୀତ ଅଟେ। ଏହି ସ୍ଥାନରେ ଦେଖୁଛୁ ଏହି ଫାରିସୀ ଜଣକ ଅହଂ ଭାବ ଓ ଗର୍ବରେ ପରିପୂର୍ଣ୍ଣ। ତାର ପ୍ରାର୍ଥନା ନକାରାତ୍ମକ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ଥିଲା। ତାର ପ୍ରାର୍ଥନା ତୁଳନାତ୍ମକ ମନୋଭାବ ଉପରେ ପର୍ଯ୍ୟବେସିତ ଥିଲା। ତାର ପ୍ରାର୍ଥନା ଜୀବନଯାପନ ଶୈଳୀ ଭୁଲ ହେବା ସ୍ୱାଭାବିକ ଥିଲା। କାରଣ ସେ ଈଶ୍ୱରୀୟ ବିଧି ଉପରେ ନିର୍ଭର ନ କରି ମାନବୀୟ ବିଧି ଏବଂ ପରମ୍ପରା ଉପରେ ନିର୍ଭରଶୀଳ ଥିଲେ ଏବଂ ନିଜ ଶକ୍ତି ଉପରେ ସେ ନିର୍ଭର କରୁଥିଲେ। ତେଣୁ ଯେ ଧର୍ମ ତତ୍ତ୍ୱ ଯାହାର ଭୁଲ ଥିବ, ତାର ଶେଷ ଫଳ ନିଶ୍ଚୟ ନିରୁତ୍ସାହଜନକ ଥିବ। ଆମେ ଦେଖୁଛୁ ଏହି 9 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଫାରିସୀଙ୍କୁ ଏକ ନିରୁତ୍ସାହର ବାଣୀ ଶୁଣାଇଲେ ଯେ ଆପଣାକୁ ତୁମେ ଧାର୍ମିକ କରି ଅନ୍ୟ ସମସ୍ତଙ୍କୁ ତୁମେ ତୁଚ୍ଛ କରୁଛ, ନିଜ ଉପରେ ନିର୍ଭର କରୁଛ। ଏହି ପ୍ରକାର ଏକ ଉକ୍ତି ତାଙ୍କ ପ୍ରତି ପ୍ରଭୁ ଜଣାଇଲେ। ମୋର ପ୍ରିୟମାନେ, ଆଜିର ମଣ୍ଡଳୀ କେତେ ଛଳନା ଯୁକ୍ତ ହେଇଯାଇଛି। ଆଜିର ମଣ୍ଡଳୀ କେତେ ବାହ୍ୟ ଦେଖାଣିଆ ବିଷୟ ହେଇଯାଇଛି। ଆଜିର ମଣ୍ଡଳୀ ଈଶ୍ୱରଙ୍କ ବାକ୍ୟ ଉପରେ ଆଧାରିତ ନ ହୋଇ ମନୁଷ୍ୟର କ୍ରିୟାକର୍ମ, ବିଧି, ପରମ୍ପରା ଏବଂ କୌଣସି
ଜୁଲମ କରି ସେମାନେ କର ଆଦାୟ କରୁଥିଲେ, ଯୋଉଥିପାଇଁ ସ୍ଥାନୀୟ ଜିଉଦୀ ଲୋକମାନେ ଏମାନଙ୍କୁ ମୋଟେ ଗ୍ରହଣ କରିବା ପାଇଁ ଇଚ୍ଛୁକ ନଥିଲେ ବା ସମ୍ମାନ ଦେବା ପାଇଁ ଇଚ୍ଛୁକ ନଥିଲେ। ଆଜିକାଲି ସମାଜରେ କିନ୍ତୁ ଏଇ ଯୋଉ କରଗ୍ରାହୀ ମାନଙ୍କୁ ସମ୍ମାନ ଦିଆଯାଏ, କାରଣ ଆର୍ଆଇ ବୋଲନ୍ତୁ, ତହସିଲଦାର ବୋଲନ୍ତୁ, ଇନକମ ଟ୍ୟାକ୍ସ ଅଫିସର ବୋଲନ୍ତୁ, ସେମାନେ ପୁଞ୍ଜି ସଂଗ୍ରହ କରନ୍ତି ଦେଶର ଯେପରି ମଙ୍ଗଳ ସାଧନ ହବ ଆଉ ସେମାନଙ୍କ ଅର୍ଥରେ ଦେଶ ପରିଚାଳିତ ହବ। ତେଣୁକରି ବର୍ତ୍ତମାନ ଏ ପଦବୀ ସମ୍ମାନସ୍ପଦ ପଦବୀ ଥିଲା, ତତ୍କାଳୀନ ତାହା ସମ୍ମାନସ୍ପଦ ନଥିଲା, କାରଣ ଅନ୍ୟ ଶାସକଙ୍କ ନିମନ୍ତେ ଏମାନେ ନିଜ ଲୋକମାନଙ୍କ ମଧ୍ୟରେ ଜୋର ଜୁଲମ କରି ସେମାନେ କର ଆଦାୟ କରୁଥିଲେ। ତେବେ ଏ ସ୍ଥାନରେ ଆମେ ଦେଖୁଛୁ ଏ କରଗ୍ରାହୀ କିନ୍ତୁ ତାଙ୍କର ଆଚରଣ ଗୋଟେ ଉଚ୍ଚ କୋଟିର ଥିଲା। ଲେଖାଯାଉଛି ଈଶ୍ୱର ବାକ୍ୟରେ, ସେ ଦୂରରେ ଠିଆ ହୋଇ ମସ୍ତକ ସୁଦ୍ଧା ସେ ଉତ୍ତୋଳନ କରିବା ପାଇଁ ସାହସ କଲା ନାହିଁ। ହୁଏତ ସେ ପ୍ରାଙ୍ଗଣ ମଧ୍ୟକୁ ପ୍ରବେଶ କରିଛନ୍ତି କି ନାହିଁ ଆମେ ଜାଣିନାହୁଁ, କିନ୍ତୁ ଫାରୁସୀଙ୍କୁ ଦେଖିଲେ ସେ କୋଉଠି ଅଛନ୍ତି ନା ପ୍ରମୁଖ ସ୍ଥାନରେ ସେ ଠିଆ ହୋଇ, ଯେମିତି ଲୋକମାନେ ତାଙ୍କୁ ଦେଖିବେ ଉଚ୍ଚ ସ୍ୱରରେ ସେ ଦଣ୍ଡାୟମାନ ହେଇଛନ୍ତି। କିନ୍ତୁ ଏହି ସ୍ଥାନରେ ଏହି କରଗ୍ରାହୀ ଜଣକ, ଯୋଉ କରଗ୍ରାହୀକୁ ପାପ ମାନଙ୍କ ସହିତ ତୁଳନା କରାଯାଏ, ବ୍ୟଭିଚାରୀ ମାନଙ୍କ ସହିତ ତୁଳନା କରାଯାଏ, ସମାଜରେ ସେମାନଙ୍କର ସ୍ଥାନ ନ୍ୟୁନ ଗୌଣ, ଏପରି ଏକ କରଗ୍ରାହୀ ଦୂରରେ ଠିଆ ହୋଇ ସେ ପ୍ରାର୍ଥନା କରୁଛନ୍ତି, ସାହସ ସୁଦ୍ଧା କରୁନାହାନ୍ତି। ସେ ଛାତି ମାରି ସେ এই ପ୍ରାର୍ଥନା କରୁଛନ୍ତି, ହେ ଈଶ୍ୱର ମୁଁ ପାପୀ, ମତେ ଦୟା କର। ଏକ ସଂକ୍ଷିପ୍ତ ପ୍ରାର୍ଥନା, କିନ୍ତୁ ପରୋକ୍ଷରେ ଦେଖିବା ଫାରୁସୀଙ୍କର ପ୍ରାର୍ଥନା ଏକ ଦୀର୍ଘ ପ୍ରାର୍ଥନା। ସେ ପ୍ରାର୍ଥନାରେ କିଛି ମୂଲ୍ୟ ନାହିଁ, କାରଣ ସେ ସ୍ଥାନରେ ଲେଖା ଅଛି ସେ ଆପଣା ନିକଟରେ ପ୍ରାର୍ଥନା କରୁଅଛି, ଈଶ୍ୱରଙ୍କ ନିକଟରେ ନାହିଁ। ଈଶ୍ୱରଙ୍କ ନାଁ ନେଉଛି, ଈଶ୍ୱରଙ୍କୁ ଧନ୍ୟବାଦ ବୋଲି କହୁଛି। ପରୋକ୍ଷରେ ଯଦି ଆପଣ ତାଙ୍କ ପ୍ରାର୍ଥନାକୁ ସମୀକ୍ଷା କରିବେ, ତାହେଲେ ସେ ନିଜକୁ ଈଶ୍ୱରଙ୍କ ସ୍ଥାନରେ ରଖିଛି, ନିଜକୁ ସେ ଧନ୍ୟବାଦ ଦେବା ପାଇଁ ଚାହୁଁଛି, ନିଜକୁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ବେଦୀ ନିକଟରେ ଠିଆ ହୋଇ ସେ ପ୍ରାର୍ଥନା କରୁଛି ଉଚ୍ଚ ସ୍ୱରରେ ଯେ ମୁଁ ଅନ୍ୟମାନଙ୍କ ପରି ନୁହଁ। ମୋର ପ୍ରିୟମାନେ, ଆଜି ଆମମାନଙ୍କ ପ୍ରାର୍ଥନା କି ପ୍ରକାର ହେଇଛି ତାହା ମାନଙ୍କୁ ନିଶ୍ଚିତ ଭାବେ ସମୀକ୍ଷା କରିବାକୁ ହବ। ଆଜିର ଜଗତରେ ପ୍ରାର୍ଥନା ନାଁରେ, ଖ୍ରୀଷ୍ଟୀୟ ଆଚରଣ ନାଁରେ, ମଣ୍ଡଳୀ ଚଳାଇବା ନାଁରେ, ପ୍ରଭୁଙ୍କ ନିମନ୍ତେ ବଞ୍ଚିବା ନାଁରେ କେତେ ସବୁ ଆମମାନେ ଆବର୍ଜନା ମଣ୍ଡଳୀ ମଧ୍ୟକୁ ଆଣିଛୁ। ଏଇ ଯୋଉ କରଗ୍ରାହୀର ପ୍ରାର୍ଥନା କେତେ ଉଚ୍ଚ କୋଟିର ଥିଲା, କେତେ ଗ୍ରହଣୀୟ ଥିଲା, କେତେ ବାକ୍ୟ ସମ୍ମତ ଥିଲା ଯେ ପ୍ରଭୁ ବାଧ୍ୟ ହୋଇ ସେ ପ୍ରାର୍ଥନା ଶୁଣିବା ପାଇଁ ତାଙ୍କ ନିକଟକୁ ଆସିଲେ, ତାଙ୍କ ସହିତ ରହିଲେ, ତାଙ୍କ ସହିତ ବସିଲେ, ତାଙ୍କ ସହିତ ଏକାକାର ହେଇଗଲେ। ମୋର ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯେଉଁ ସ୍ଥାନରେ ନମ୍ରତା ଥାଏ ସେଇ ସ୍ଥାନରେ ଈଶ୍ୱରଙ୍କର ଦୟାକୁ ଆମେ ଆକର୍ଷଣ କରିପାରିବା। ଶେଷ ଫଳ ଦେଖନ୍ତୁ, ଯେଉଁ ସ୍ଥାନରେ ପ୍ରଭୁ ଯୀଶୁ କହୁଛନ୍ତି ସେଇ ଲୋକ ନୁହଁ ବରଂ ଏଇ ଲୋକ ଧାର୍ମିକ ଗଣିତ ହୋଇ ଆପଣା ଗୃହକୁ ଚାଲିଗଲା। ସେଇ ଲୋକ ନୁହଁ ଏଇ ଲୋକ। ଆଜି ପ୍ରଭୁ ଅଙ୍ଗୁଳି ନିର୍ଦ୍ଦେଶ କରି କହୁଛନ୍ତି, ସେଇ ଯୋଉ ଲୋକ ପ୍ରାର୍ଥନା କରୁଛି, ସେଇ ଯୋଉ ଲୋକ ଉପାସନା କରୁଛି, ସେଇ ଯୋଉ ଲୋକ କହୁଛି ମୁଁ ଖ୍ରୀଷ୍ଟିଆନ ବୋଲି, ସେଇ ଯୋଉ ଲୋକ କହୁଛି ମୁଁ ପ୍ରଭୁଙ୍କ ପାଇଁ ସାକ୍ଷ୍ୟ ଦଉଛି ବୋଲି, ସେଇ ଯୋଉ ଲୋକ କହୁଛି ମୁଁ ଖ୍ରୀଷ୍ଟୀୟ ପବିତ୍ର ଜୀବନ ଯାପନ କରୁଛି, ସେଇ ଲୋକ ନୁହଁ ବରଂ ଏଇ ଲୋକ ଧାର୍ମିକ ଗଣିତ ହବ। ମୋର ପ୍ରିୟ ମାନେ, ପ୍ରଭୁ ଆଜି କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି? ସେ ଭଗ୍ନ ଜୀର୍ଣ୍ଣ ଲୋକମାନଙ୍କୁ ଦେଖୁଛନ୍ତି, ନମ୍ର ଲୋକମାନଙ୍କୁ ଦେଖୁଛନ୍ତି, ଯେଉଁମାନେ ଆତ୍ମଗର୍ବି, ଆତ୍ମ ପ୍ରତିଷ୍ଠିତ, ଆତ୍ମ ଧାର୍ମିକତା ଅର୍ଜନ କରନ୍ତି, ସେମାନଙ୍କୁ ସେ ଦେଖୁନାହାନ୍ତି। ସେଇ ଲୋକ ନୁହଁ, ପୁରାପୁରି ଭାବରେ ସେ କାଟି ଦଉଛନ୍ତି ଏବଂ କହୁଛନ୍ତି ଏଇ ଲୋକ
ନିଜର ଉପରେ ସେ ଭରସା କରି ସେ ଧାର୍ମିକ ଅର୍ଜନ କରିବା ପାଇଁ ଆସିଥିଲା। ଏଇଟା ହଉଛି ଭିନ୍ନତା ମୋର ପ୍ରିୟ ମାନେ। ଧାର୍ମିକ ଗଣିତ ହବା, ଧାର୍ମିକ ଅର୍ଜନ କରିବା ଦୁଇଟି ଅଲଗା ଅଲଗା ବିଷୟ। ଅନେକ ଚେଷ୍ଟା କରନ୍ତି ଧାର୍ମିକ ଅର୍ଜନ କରିବା ପାଇଁ। ମୋର ପ୍ରିୟ ମାନେ, କେହି ଧାର୍ମିକ ନୁହନ୍ତି କିମ୍ବା କର୍ମ କରି ଧାର୍ମିକ ଅର୍ଜନ କରିପାରିବେ ନାହିଁ, ଧାର୍ମିକତାକୁ ଅର୍ଜନ କରିପାରିବେ ନାହିଁ। କିନ୍ତୁ ପ୍ରଭୁ ଚାହାନ୍ତି ଯେ କି ଆମକୁ ଧାର୍ମିକ ଗଣିତ କରିପାରନ୍ତି। ଆଜି ଆମମାନଙ୍କ ପ୍ରିୟ ପାଣି ଭାଇ ଏକ ସୁନ୍ଦର ଗୀତ ଗାନ କରି ଆମମାନଙ୍କୁ କୃଷ ନିକଟକୁ ଆଣିଛନ୍ତି। କୃଷ ହିଁ ଆମମାନଙ୍କର ଆଶା, କୃଷ ହିଁ ଆମମାନଙ୍କର ଭରସା, କୃଷ ହିଁ ଆମମାନଙ୍କର ପ୍ରତିବଦଳ। ଯେଉଁ ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅପରାଧୀ ହେଇ ଆମମାନଙ୍କର ସମସ୍ତ ପାପ ନିଜ ଉପରକୁ ନେଲେ, ସେ ଅଧିକାରରେ ଆମମାନଙ୍କ ପାଇଁ ସେ ବଳିକୃତ ହେଲେ। ସେଇ ବଳିର ଆଧାରରେ ସେ ଆଜି ଆମମାନଙ୍କୁ ଏ କଥା କହିବାକୁ ଚାହୁଁଛନ୍ତି ଯେ ତୁମେ ଧାର୍ମିକ ଗଣିତ ହୋଇ ଯାଅ। ମୋର ପ୍ରିୟ ମାନେ, ପ୍ରଭୁ ଆମମାନଙ୍କୁ ଧାର୍ମିକ ଗଣିତ ହବା ପାଇଁ ଆହ୍ୱାନ କରିଛନ୍ତି। ଧାର୍ମିକ ବୋଲି ସେ ଆମମାନଙ୍କୁ ଘୋଷଣା କରନ୍ତି। ଆମମାନଙ୍କୁ କେହି ଧାର୍ମିକ କରିପାରେ ନାହିଁ। ସେଇ ବିଶ୍ୱାସ ମୂଳଦୁଆ ଉପରେ ଯଦି ଆମମାନଙ୍କର ବିଶ୍ୱାସ ମତ ପ୍ରତିଷ୍ଠିତ ହବ, ଆମମାନଙ୍କ ପ୍ରାର୍ଥନା ଗ୍ରହଣୀୟ ହବ, ଆମମାନଙ୍କର ଉପାସନା ଗ୍ରହଣୀୟ ହବ, ଆମମାନଙ୍କର ଦାନ ଗ୍ରହଣୀୟ ହବ, ଆମମାନଙ୍କର ପ୍ରଭୁଙ୍କ ସହିତ ଯୋଗାଯୋଗ ଗ୍ରହଣୀୟ ହବ। ନଚେତ୍ କେବଳ ଆମମାନେ କାହିଁକ ଛଳନାର ଜୀବନ ଯାପନ କରୁଥିବା ଭଳି ଜଣାଯିବା। ଆଜି ଆସୁ ଆମମାନଙ୍କର ମନୋଭାବ କି ପ୍ରକାର, ଆମେ କୋଉ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଛୁ, କି ପ୍ରକାର ପ୍ରାର୍ଥନା କରୁଛୁ, କୋଉ ଉଦ୍ଦେଶ୍ୟରେ ମନ୍ଦିରକୁ ଯାଉଛୁ, ଆମେ ନିଜକୁ ପରୀକ୍ଷା କରୁ। ଛଳନାର ଜୀବନରୁ ନିଜକୁ ନିବୃତ୍ତ କରୁ ଏବଂ କରଗ୍ରାହୀ ସଦୃଶ ଆମମାନେ ସରଳ ଭାବରେ ପ୍ରଭୁଙ୍କ ନିକଟବର୍ତ୍ତୀ ହଉ ଏବଂ ସମର୍ପିତ ଜୀବନ ଯାପନ କରୁ। ପ୍ରଭୁ ଏହି ଶିକ୍ଷା ଉପରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ନମସ୍କାର। ପ୍ରେଜ୍ ଦ ଲର୍ଡ। Praise the Lord. Praise the Lord.